ଆପଣଙ୍କର ମନେ ଅଛି এই କିଛି ବର୍ଷ ପୂର୍ବରୁ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନକୁ ଗୋଟେ ଡ୍ରଗ୍ ପାର୍ଟିରୁ ଧରାଯାଇଥିଲା। ନାର୍କୋଟିକ୍ ଅଫିସର ମାନେ ଧରିଥିଲେ ଆଉ ତା ବଦଲା ଏବେ ଆରିୟାନ ଖାନ ନେଇ ସାରିଛନ୍ତି। ଠିକ୍ କହିଲେ ଆଜ୍ଞା। ଏବେ ଗୋଟେ ୱେବ୍ ସିରିଜ୍ ରିଲିଜ୍ ହେଇଛି ଯାହାର ନାଁ ହେଉଛି ଦ ବ୍ୟାଟ୍ସ ଅଫ୍ ବଲିଉଡ୍। ଆଉ ତାର ଡିରେକ୍ସନ୍ ଦେଇଛନ୍ତି ଆରିୟାନ ଖାନ, ଶାହରୁଖ ଖାନଙ୍କ ପୁଅ। ଆଉ ସେଥିରେ ଗୋଟେ ସିନ୍ ଅଛି ଯେଉଁ ସିନ୍ରେ କି ଦେଖାଯାଇଛି କି ନାର୍କୋଟିକ୍ ଅଫିସର ଜଣେ ଅଛନ୍ତି ଆଉ ସେ ଅଫିସର ଅବିକଳ ସେଇ ଅଫିସରଙ୍କ ଭଳି ଦେଖାଯାଉଛନ୍ତି ଯେତେବେଳେ ଆରିୟାନ ଖାନକୁ ସେତେବେଳେ ଯେ ଧରିଥିଲେ ପୁରା ସେଇ ଅଫିସର। ଆଉ ସେ ଅଫିସର ଗୋଟେ ଜାଗାରେ ଡ୍ରଗ୍ ପାର୍ଟି ଚାଲିଛି ଗୋଟେ କ୍ଲବ୍ରେ ଆଉ ସେଠିକି ଯାଉଛନ୍ତି ରେଡ୍ କରିବା ପାଇଁ। କିନ୍ତୁ ସେଠାରେ ଯେଉଁମାନେ ଡ୍ରଗ୍ସ ନେଇଛନ୍ତି ସେମାନଙ୍କୁ ସେ ଧରୁନାହାନ୍ତି, ଦେଖୁଛନ୍ତି ଯେଉଁମାନେ ନାମୀ ଦାମୀ ବଲିଉଡ୍ ଆକ୍ଟର ସେଇମାନଙ୍କୁ ଧରୁଛନ୍ତି। ମାନେ ତାଙ୍କୁ ସେଠି ଏତେ ନିଚା ଦେଖାଯାଇଛି ସେ ୱେବ୍ ସିରିଜ୍ରେ କି ପୁରା କହିଲା ଭଳିଆ ବଦଲା ନେଇଯାଇଛନ୍ତି କି ଦେଖ ମୋ ସହିତ ଏମିତି ହିଁ ହେଇଥିଲା। ଶାହରୁଖ ଖାନର ପୁଅ ଭାଇ, ତା ପାଖରେ ବହୁତ ଟଙ୍କା ଅଛି, ସେ ଚାହିଁଥିଲେ ସେତେବେଳେ ବି କିଛି କରିପାରିଥାନ୍ତା କିନ୍ତୁ ଚୁପ୍ ରହିଲା ଆଉ ଠିକ୍ ଟାଇମ୍ ଦେଖିକି ବଦଲା ନେଲା।